ଆଚ୍ଛା ଟିକେ ଚିନ୍ତା କରନ୍ତୁ ତ ଆଜିର ଏହି ବିଶ୍ଳେଷଣରେ ମୁଁ ଆପଣଙ୍କୁ ଏମିତି ଗୋଟେ ସ୍ଥିତିକୁ ନେଇଯିବାକୁ ଚାହୁଁଛି ଯେଉଁଠି ଆଦୌ କେହି ଦର୍ଶକ ନାହାନ୍ତି, କାହାକୁ କିଛି ପ୍ରମାଣ କରିବାର ନାହିଁ କି କାହାକୁ ଇମ୍ପ୍ରେସ୍ କରିବାର ଚାପ ମଧ୍ୟ ନାହିଁ। ସେହି ନିରୋଳା ନୀରବତା ଭିତରେ ଗୋଟେ ସକ୍ରିୟ ମନରେ ପ୍ରକୃତରେ କ'ଣ ସବୁ ଘଟୁଥାଏ, ମାନେ ଯେତେବେଳେ କେହି ବି ଦେଖୁନଥାନ୍ତି ସେତେବେଳେ ପ୍ରକୃତ ବୁଦ୍ଧିମାନ ଲୋକେ କେମିତି ଚିନ୍ତା କରନ୍ତି। ମନୋବିଜ୍ଞାନ କହୁଛି ଯେ ଉଚ୍ଚ ବୁଦ୍ଧିମତାର ପ୍ରକୃତ ଲକ୍ଷଣ ବାହାର ଦୁନିଆରେ ନୁହେଁ, ବରଂ ଏକୁଟିଆ ଥିବା ସମୟରେ ହିଁ ସବୁଠୁ ଭଲ ଭାବେ ବାରି ହୋଇପଡ଼େ। ଆଜି ଆମେ ସେହି 6ଟି ଲୁକ୍କାୟିତ ବା ଗୋପନୀୟ ଅଭ୍ୟାସ ଉପରେ ଆଲୋଚନା କରିବା, ଯାହା ଏକ ବିରଳ ବୁଦ୍ଧିମତାର ପରିଚୟ ଦେଇଥାଏ। ସାଧାରଣତଃ ଆମ ସମାଜରେ ବୁଦ୍ଧିମତ୍ତା କହିଲେ ଆମେ କ'ଣ ବୁଝୁ? ବୋଧହୁଏ ପରୀକ୍ଷାରେ ଭଲ ମାର୍କ ଆଣିବା, ବଡ଼ ବଡ଼ ଡିଗ୍ରୀ ହାସଲ କରିବା କିମ୍ବା ତର୍କରେ ଅନ୍ୟକୁ ହରାଇଦେବା। ଠିକ୍ କି ନୁହେଁ? କିନ୍ତୁ ବିଜ୍ଞାନ ଆମକୁ ଗୋଟେ ସମ୍ପୂର୍ଣ୍ଣ ଅଲଗା କାହାଣୀ କହେ। ପ୍ରକୃତ ବୌଦ୍ଧିକ ବିକାଶ କେବେ ବି ଡିଣ୍ଡିମ୍ ପିଟି ନିଜକୁ ଜାହିର କରେ ନାହିଁ। ଏହା ବରଂ ସେହି ସବୁ ମୁହୂର୍ତ୍ତରେ ବଞ୍ଚିଥାଏ ଯାହାର ସାକ୍ଷୀ ଦୁନିଆରେ ଅନ୍ୟ କେହି ବି ହୋଇନଥାନ୍ତି। ଏହାକୁ ଏମିତି ବୁଝନ୍ତୁ, ସାର୍ବଜନୀନ ବା ପବ୍ଲିକ୍ ବୁଦ୍ଧିମତ୍ତା ହେଉଛି ଗୋଟେ ପ୍ରକାରର ଶୋ ଅଫ୍ ବା ପ୍ରଦର୍ଶନ। ଏହା କେବଳ ଭଲ ଗ୍ରେଡ୍ କିମ୍ବା ଯୁକ୍ତି ଜିତିବା ଉପରେ ନିର୍ଭର କରେ। କିନ୍ତୁ ଆମେ ଯେଉଁ ଗୋପନୀୟ ବୁଦ୍ଧିମତ୍ତା କଥା କହୁଛୁ ତାହା ସମ୍ପୂର୍ଣ୍ଣ ଅଲଗା। ଏହା ଭିତରେ ଥାଏ ନୀରବରେ ଚିନ୍ତା କରିବା, ନିଜକୁ ଗଭୀର ପ୍ରଶ୍ନ ପଚାରିବା, ଆଉ ସବୁଠୁ ବଡ଼ କଥା ହେଲା ନିଜ ଧାରଣାଗୁଡ଼ିକୁ ନିଜେ କଠୋର ଭାବେ ପରୀକ୍ଷା କରିବା। ଏହାର ସିଧା ଅର୍ଥ ହେଉଛି ପ୍ରକୃତ ଜ୍ଞାନୀ ମନ କେବେ ବି ବାହାରେ କୋଳାହଳ କରେ ନାହିଁ। ତେବେ ଆସନ୍ତୁ ସିଧାସଳଖ ପ୍ରଥମ ଅଭ୍ୟାସ ଉପରେ ନଜର ପକାଇବା। ଏହାକୁ ଆମେ କହିପାରିବା ଅସହଜତା ମଧ୍ୟରେ ସ୍ଥିର ରହିବାର କ୍ଷମତା। ଦେଖନ୍ତୁ, ମଣିଷ ମସ୍ତିଷ୍କ ସାଧାରଣତଃ ଦ୍ୱନ୍ଦ୍ୱ କିମ୍ବା ଅନିଶ୍ଚିତତାକୁ ଆଦୌ ପସନ୍ଦ କରେ ନାହିଁ। କୌଣସି ଜଟିଳ ପରିସ୍ଥିତି ଆସିଲେ ଆମେ ତୁରନ୍ତ ଯେକୌଣସି ଗୋଟେ ସମାଧାନ ବାଛି ନେବାକୁ ବ୍ୟସ୍ତ ହୋଇପଡ଼ୁ, କାରଣ କିଛି ସ୍ପଷ୍ଟ ଭାବେ ନ ଜାଣିବାର ଅସହଜତାକୁ ସହିବା ବହୁତ କଷ୍ଟକର। କିନ୍ତୁ ଏଇଠି ହିଁ ଆବଶ୍ୟକ ହୁଏ ଏପିଷ୍ଟେମିକ୍ ପେସେନ୍ସ ବା ଜ୍ଞାନଗତ ଧୈର୍ଯ୍ୟର। ମାନେ ତରଭର ହୋଇ ଗୋଟେ ଅଧା ସତ୍ୟ ଉତ୍ତର ବାଛିବା ପରିବର୍ତ୍ତେ ଏକ କଠିନ ପ୍ରଶ୍ନକୁ ଦୀର୍ଘ ସମୟ ଧରି ଖୋଲା ରଖିବାର କ୍ଷମତା। ଯେଉଁ ମନ ଏହି ଧୈର୍ଯ୍ୟ ରଖିପାରେ ତାହା ଶେଷରେ ଏକ ପ୍ରକୃତ ସତ୍ୟ ନିକଟରେ ପହଞ୍ଚିଥାଏ। ଆଉ ଆପଣ ମାନନ୍ତୁ କି ନ ମାନନ୍ତୁ, ସଠିକ୍ ଭାବେ ନ ଜାଣିବା ମଧ୍ୟ ବୁଦ୍ଧିମତ୍ତର ଏକ ବହୁତ ବଳିଷ୍ଠ ରୂପ। ଏବେ ଆସିବା ଦ୍ୱିତୀୟ ଅଭ୍ୟାସକୁ, ଯାହା ଆହୁରି ମଜାଦାର। ଏହା ହେଉଛି ନିଜ ମନକୁ ତୀକ୍ଷ୍ଣ ଭାବେ ଅନୁଧ୍ୟାନ କରିବା କିମ୍ବା ନିଜ ସହ ହିଁ ଯୁକ୍ତି କରିବା। ଏକାଟିଆ ଥିଲାବେଳେ ଆମେ ସମସ୍ତେ ପ୍ରାୟତଃ କ'ଣ କରୁ? ଘର ଭିତରେ ଏପଟ ସେପଟ ହୋଇ ମନେ ମନେ କାହା ସହ ଗୋଟେ କାଳ୍ପନିକ ଝଗଡ଼ା କରୁଥାଉ, ଯାହା ସହ ହୁଏ ଆମେ ବର୍ଷ ବର୍ଷ ଧରି କଥା ବି ହୋଇନାଉ। ଆଉ ଆଶ୍ଚର୍ଯ୍ୟର କଥା ହେଲା, ସେହି କାଳ୍ପନିକ ଯୁକ୍ତିରେ ଆମେ ସବୁବେଳେ ନିଜକୁ ହିଁ ବିଜୟୀ ସଜାଇ ଦେଉ। କିନ୍ତୁ ଜାଣିଛନ୍ତି କି, ଏକ ଉଚ୍ଚସ୍ତରୀୟ ମନ କେବେ ବି ଏମିତି କରେ ନାହିଁ। ସେମାନେ ସକ୍ରିୟ ଆତ୍ମବିରୋଧ ବା ଆକ୍ଟିଭ୍ ସେଲ୍ଫ ଅପୋଜିସନ୍ କରନ୍ତି। ଅର୍ଥାତ୍ ନିଜ ମତର ବିରୋଧରେ ନିଜେ ହିଁ ସବୁଠାରୁ ଶକ୍ତିଶାଳୀ ଯୁକ୍ତି ଠିଆ କରନ୍ତି। ନିଜକୁ ନ୍ୟୁନ କରିବା ପାଇଁ ନୁହେଁ, ବରଂ ନିଜର ଚିନ୍ତାଧାରା କେତେ ସଠିକ୍ ଅଛି ତାହା ପରଖିବା ପାଇଁ। ଇତିହାସ କୁହେ ଦୁନିଆର ପ୍ରତ୍ୟେକ ବଡ଼ ଆବିଷ୍କାର ଏମିତି ଗୋଟେ ମନରୁ ହିଁ ଆସିଛି ଯିଏ ନିଜର ସବୁଠାରୁ ବଡ଼ ସମାଲୋଚକ ହେବାକୁ ପ୍ରସ୍ତୁତ ଥିଲା। ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦେବା ଭଲ ହେବ, ଆତ୍ମସନ୍ଦେହ ଏବଂ ସକ୍ରିୟ ଆତ୍ମବିରୋଧ ଭିତରେ ଆକାଶ ପାତାଳ ଫରକ ଅଛି। ଆତ୍ମସନ୍ଦେହ ବା ସେଲ୍ଫ ଡାଉଟ୍ ଆମକୁ ପଚାରେ, ମୁଁ ଯଥେଷ୍ଟ ଭଲ ତ, ଯାହାକି ମଣିଷକୁ ମାନସିକ ସ୍ତରରେ ପୁରା ଦୁର୍ବଳ କରିଦିଏ। କିନ୍ତୁ ଅନ୍ୟପକ୍ଷରେ ସକ୍ରିୟ ଆତ୍ମବିରୋଧ ପଚାରେ, ମୋର ବିଚାର ପ୍ରକ୍ରିୟା ବା ଲଜିକ୍ ସଠିକ୍ ଅଛି ତ? ଦେଖନ୍ତୁ, ଏହା ବ୍ୟକ୍ତିଗତ ନୁହେଁ, ବରଂ ସମ୍ପୂର୍ଣ୍ଣ ରୂପେ ବୌଦ୍ଧିକ ଅଟେ। ଗୋଟିଏ ମଣିଷକୁ ନିରାଶ କଲାବେଳେ ଅନ୍ୟଟି ତାର ବୁଦ୍ଧିକୁ ଆହୁରି ଶାଣିତ କରେ। ଏବେ ଆସନ୍ତୁ ଦେଖିବା ତୃତୀୟ ଅଭ୍ୟାସଟି କ'ଣ। ଏହା ହେଉଛି ମେଟାକଗ୍ନିସନ୍। ସାଧାରଣ ଭାଷାରେ କହିଲେ ଚିନ୍ତା ବିଷୟରେ ଚିନ୍ତା କରିବା। ହଁ, ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଛି। ଦେଖନ୍ତୁ, ସମସ୍ତେ ଭାବପ୍ରବଣ ହୁଅନ୍ତି, କିନ୍ତୁ ବହୁତ କମ୍ ଲୋକ ନିଜର ଭାବନାକୁ ଗୋଟେ ଡାଟା ବା ତଥ୍ୟ ଭାବରେ ଅଧ୍ୟୟନ କରନ୍ତି। ଉଦାହରଣ ସ୍ୱରୂପ, କେବଳ ରାଗିଯିବା ବଦଳରେ ଯେତେବେଳେ କେହି ଭାବନ୍ତି ଯେ ଆଚ୍ଛା, ମୁଁ ଏହି ପରିସ୍ଥିତିରେ କାହିଁକି ଏତେ ରିଆକ୍ଟ କରୁଛି, ସେହି ପ୍ରକ୍ରିୟାକୁ ହିଁ ମେଟାକଗ୍ନିସନ୍ କୁହାଯାଏ। କୌଣସି ଥେରାପିଷ୍ଟଙ୍କ ବିନା ନିଜ ଭାବନା ଦ୍ୱାରା ନିୟନ୍ତ୍ରିତ ନ ହୋଇ ତାକୁ ଟିକେ ଦୂରରୁ ନିରୀକ୍ଷଣ କରିବାର ଏଇ ଯେଉଁ କ୍ଷମତା ଅଛି ନା, ଏହା ହିଁ ଏକ ସାଧାରଣ ମନଠାରୁ ପ୍ରକୃତ ବୁଦ୍ଧିମତ୍ତାକୁ ସମ୍ପୂର୍ଣ୍ଣ ଅଲଗା କରିଦିଏ। ତେବେ ଏହିସବୁ ଅଭ୍ୟାସ କଥା ଶୁଣିଲା ପରେ ସମାଜରେ ଥିବା ଗୋଟେ ବହୁତ ବଡ଼ ଭୁଲ ଧାରଣା ବିଷୟରେ ଆଲୋଚନା କରିବା ନିହାତି ଜରୁରୀ, ଯାହାକୁ ଆମେ ଓଭରଥିଙ୍କିଂ କିମ୍ବା ଅତ୍ୟଧିକ ଚିନ୍ତା ବୋଲି କହୁ। ପ୍ରାୟତଃ ଦେଖାଯାଏ ଯେ ଯେଉଁମାନଙ୍କ ପାଖରେ ଏହି ଗଭୀର ଚିନ୍ତା କରିବାର ଗୁଣ ଥାଏ, ଲୋକେ ସେମାନଙ୍କୁ ଭୁଲ ବୁଝନ୍ତି। ସେମାନଙ୍କୁ କୁହାଯାଏ, ଆରେ ତୁମେ ବହୁତ ଭାବୁଛ, ଅଯଥାରେ କଥାକୁ ଟାଣି ନିଜ ପାଇଁ କଷ୍ଟ ବଢ଼ାଉଛ। କିନ୍ତୁ ବାସ୍ତବରେ ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ।
ଯେପରି ଏହି ସୁନ୍ଦର ଉଦ୍ଧୃତିରେ କୁହାଯାଇଛି, ବାହାରୁ ଯାହା ଅତ୍ୟଧିକ ଚିନ୍ତା ପରି ଦେଖାଯାଉଥିଲା ତାହା ପ୍ରକୃତରେ ବୁଦ୍ଧିମତ୍ତା ଥିଲା, ଯାହା ଠିକ୍ ସେୟା କରୁଥିଲା ଯାହା ଏକ ବୁଦ୍ଧିମାନ ମନ କରିବା କଥା। ଅର୍ଥାତ୍ ଏହି ସମାଲୋଚନାଗୁଡ଼ିକ କେବଳ ସାଧାରଣ ମନର ଏକ ବର୍ଣ୍ଣନା ମାତ୍ର। ଯାହାକୁ ସମାଜ ଓଭର ଥିଙ୍କିଂ ବୋଲି କହି ଦୋଷ ଦିଏ, ତାହା ଆସଲରେ ଏକ ଶକ୍ତିଶାଳୀ ମସ୍ତିଷ୍କର ନିଜର ସ୍ୱାଭାବିକ କାମ କରିବାର ତରିକା। ଏହାପରେ ଆସନ୍ତୁ ଆଗକୁ ବଢ଼ିବା ଏବଂ ଚତୁର୍ଥ ଅଭ୍ୟାସ ଉପରେ ନଜର ପକାଇବା। ଏହା ହେଉଛି ନମନୀୟତା ଆଉ ଏକ ପ୍ରକାରର ନିର୍ମଳ କୌତୂହଳ। ଦେଖନ୍ତୁ, ଆମ ମନ କିଛି ଲୁହା ଆଲମିରା କିମ୍ବା ଫାଇଲିଂ କ୍ୟାବିନେଟ୍ ନୁହେଁ ଯେ ଥରେ ଯେଉଁ ଫାଇଲ୍ ରଖିଦେଲେ ତାହା ସବୁଦିନ ପାଇଁ ସେମିତି ହିଁ ରହିଯିବ। ଉଚ୍ଚ ବୁଦ୍ଧିମତ୍ତା ସମ୍ପନ୍ନ ବ୍ୟକ୍ତିମାନେ କେବଳ ନିଜର ଅତୀତର ସ୍ମୃତିକୁ ସାଇତିକି ରଖନ୍ତି ନାହିଁ, ସେମାନେ ବାରମ୍ବାର ସେହି ପୁରୁଣା ସ୍ମୃତିଗୁଡ଼ିକ ପାଖକୁ ଫେରିଯାଆନ୍ତି। ଅନୁଶୋଚନା କରିବା ପାଇଁ ନୁହେଁ କିମ୍ବା ମନ ଦୁଃଖ କରିବା ପାଇଁ ବି ନୁହେଁ, ବରଂ ତାକୁ ଏକ ନୂତନ ଦୃଷ୍ଟିକୋଣର ପୁଣିଥରେ ଦେଖିବା ପାଇଁ। ଯଦି ବର୍ଷ ବର୍ଷ ତଳର ଗୋଟିଏ ଘଟଣାର ଅର୍ଥ ଆପଣଙ୍କୁ ଆଜି ସମ୍ପୂର୍ଣ୍ଣ ଅଲଗା ଲାଗୁଛି, ତେବେ ତାହା କୌଣସି ମାନସିକ ଦ୍ୱନ୍ଦ୍ୱ ନୁହେଁ। ତାହା ହେଉଛି ମସ୍ତିଷ୍କର ନମନୀୟତା ବା ଫ୍ଲେକ୍ସିବିଲିଟି, ଯାହା ନିଜର ସର୍ବୋଚ୍ଚ ସ୍ତରରେ କାମ କରୁଛି। ଏବେ ଆସିବା ପଞ୍ଚମ ଅଭ୍ୟାସକୁ। ଏହା ଏମିତି ଏକ ଅଭ୍ୟାସ ଯାହା ମୋର ବ୍ୟକ୍ତିଗତ ଭାବେ ବହୁତ ପସନ୍ଦ, ଯାହାକୁ କୁହାଯାଏ ଶୁଦ୍ଧ ଏବଂ ଅଣବ୍ୟବହାରିକ କୌତୂହଳ। ମାନେ, ଅଧିକାଂଶ ଲୋକ କେବଳ ସେତିକି ହିଁ ଶିଖିବାକୁ ଚାହାନ୍ତି ଯେଉଁଥିରୁ ସେମାନଙ୍କୁ କିଛି ଲାଭ ମିଳିବ କିମ୍ବା କୌଣସି ତୁରନ୍ତ ସମସ୍ୟାର ସମାଧାନ ହୋଇଯିବ। କିନ୍ତୁ ଏକ ଉନ୍ନତ ମନ କେବଳ କୌତୂହଳବଶତଃ ଏମିତି ସବୁ ବିଷୟରେ ଘଣ୍ଟା ଘଣ୍ଟା ଧରି ପଢ଼ିପାରେ, ଯାହାର ତାର ଦୈନନ୍ଦିନ ଜୀବନ ସହ କୌଣସି ସମ୍ପର୍କ ନଥାଏ। ଉଦାହରଣ ସ୍ୱରୂପ ଧରନ୍ତୁ, ଆପଣ ଜଣେ ବ୍ୟାଙ୍କ ମ୍ୟାନେଜର, କିନ୍ତୁ ରାତି 2ଟା ବେଳେ ବସି ମହାକାଶର ବ୍ଲାକ୍ ହୋଲ୍ ବିଷୟରେ ଆର୍ଟିକଲ ପଢ଼ୁଛନ୍ତି। କାହିଁକି? କେବଳ ସେଥିପାଇଁ ଯେ ବିଷୟଟି ବହୁତ ରୋଚକ। ଏହି ପ୍ରବୃତ୍ତି ଏକ ବିଶାଳ ସଂକେତ ଯେ ଆପଣଙ୍କ ମନ ଏବେ ବି ମୁକ୍ତ ଅଛି ଏବଂ କେବଳ ଉପଯୋଗିତା ଭିତରେ ବାନ୍ଧି ହୋଇଯାଇ ନାହିଁ। ଆଉ ଏବେ ଷଷ୍ଠ ତଥା ଶେଷ ଅଭ୍ୟାସ, ଯାହାକି ଅତ୍ୟନ୍ତ ବିରଳ, ନିଜ ଚିନ୍ତାଧାରାକୁ ମଝିରୁ ହିଁ ବଦଳାଇବାର କ୍ଷମତା। ପ୍ରାୟତଃ ଲୋକେ ଗୋଟିଏ କଥା ଭାବିବା ଆରମ୍ଭ କଲେ କିମ୍ବା ଗୋଟିଏ ଯୁକ୍ତି ଧରିଲେ କେବଳ ନିଜ ଇଗୋ ପାଇଁ ସେହି ଗୋଟିଏ ଦିଗରେ ଶେଷ ପର୍ଯ୍ୟନ୍ତ ଚାଲିଯାଆନ୍ତି। କିନ୍ତୁ ଯଦି କୌଣସି ମନ କିଛି ଭାବୁଥିବା ବେଳେ ମଝିରୁ ହୃଦୟଙ୍ଗମ କରେ ଯେ ନାଇଁ, ମୋ ଚିନ୍ତାଧାରାରେ କିଛି ଭୁଲ ଅଛି, ଆଉ ସାଙ୍ଗେ ସାଙ୍ଗେ ବିନା କୌଣସି ଅହଙ୍କାରରେ ନିଜର ଦିଗକୁ ପରିବର୍ତ୍ତନ କରିନିଏ, ତେବେ ତାହା ବୁଦ୍ଧିମତ୍ତାର ଏକ ଉତ୍କୃଷ୍ଟ ଉଦାହରଣ ଅଟେ। ଆମର ଆଜିକାଲିର ଶିକ୍ଷା ବ୍ୟବସ୍ଥା ମଧ୍ୟ ଏହି ପ୍ରକାରର ରିଅଲ ଟାଇମ୍ ମାନସିକ ଚପଳତା ଶିଖାଇବାରେ ବିଫଳ ହୋଇଥାଏ। ତେବେ ଆମେ ଏବେ ଆମ ଆଲୋଚନାର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଯାଇଛି। ଆସନ୍ତୁ ଦେଖିବା ଏହି ସବୁରୁ ଆମେ କ'ଣ ନିଷ୍କର୍ଷ ପାଇଲେ। ଯଦି ଆମେ ଆଲୋଚନା କରିଥିବା ଏହି 6ଟି ଯାକ ଅଭ୍ୟାସକୁ ଏକାଠି ମିଶାଇ ଦେଖିବା, ତେବେ ଏହା ଆମ ସାମ୍ନାରେ ଏମିତି ଏକ ମନର ଚିତ୍ର ଆଙ୍କିଦିଏ ଯାହା ବନ୍ଦ କବାଟ ପଛରେ ନିରନ୍ତର ଭାବରେ ନିଜକୁ ମାର୍ଜିତ କରୁଥାଏ। ଭାବନ୍ତୁ ତ, ଜ୍ଞାନଗତ ଧୈର୍ଯ୍ୟ ରଖିବା, ନିଜ ବିରୁଦ୍ଧରେ ହିଁ ଯୁକ୍ତି କରିବା, ନିଜ ଭାବନାକୁ ନିରୀକ୍ଷଣ କରିବା, ପୁରୁଣା ସ୍ମୃତିର ନୂଆ ଅର୍ଥ ବାହାର କରିବା, ନିଜ କାମ ବାହାରେ କୌତୂହଳ ଦେଖାଇବା ଏବଂ ଦରକାର ପଡ଼ିଲେ ନିଜ ଚିନ୍ତାଧାରାକୁ ମଝିରୁ ବଦଳାଇବା। ଏସବୁ କ'ଣ ପ୍ରମାଣ କରୁଛି? ଏହା ହିଁ ସ୍ପଷ୍ଟ ପ୍ରମାଣ କରେ ଯେ ମଣିଷ ମସ୍ତିଷ୍କର ସବୁଠାରୁ ଗଭୀର ଏବଂ ଜଟିଳ କାମଗୁଡ଼ିକ ପାଇଁ କୌଣସି ଦର୍ଶକ, କୌଣସି ତାଳିମାଡ଼ କିମ୍ବା କାହାର ସ୍ୱୀକୃତି ଆଦୌ ଦରକାର ନାହିଁ। ଏହା ମାନବୀୟ ଚେତନାର ଏକ ଉଚ୍ଚତମ ସ୍ତର, ଯାହା ବାହାର ଦୁନିଆର କୋଳାହଳରୁ ବହୁତ ଦୂରରେ ସମ୍ପନ୍ନ ହୋଇଥାଏ। ଏବେ ଏହି ବିଶ୍ଳେଷଣ ଶେଷ କରିବା ପୂର୍ବରୁ ଆପଣଙ୍କ ପାଇଁ ମୋର ଗୋଟିଏ ଛୋଟ ପ୍ରଶ୍ନ। ଆମର ଏହି ସାଧାରଣ ଦୈନନ୍ଦିନ ଜୀବନରେ ଏହି 6ଟି ଗୋପନୀୟ ଅଭ୍ୟାସ ଭିତରୁ ଆପଣଙ୍କୁ କେଉଁଠି ସବୁଠୁ ଅଧିକ ପରିଚିତ ଲାଗୁଛି? ମାନେ, ଆପଣ ନିଜ ଭିତରେ କିମ୍ବା ଆପଣଙ୍କ ପାଖ ଲୋକଙ୍କ ଭିତରେ ଏଥିମଧ୍ୟରୁ କେଉଁ ଗୁଣଟି ଅଧିକ ଦେଖିବାକୁ ପାଆନ୍ତି? ଟିକେ ସମୟ ନେଇ ନିଶ୍ଚୟ ଭାବନ୍ତୁ ଏ ବିଷୟରେ। ଯେତେବେଳେ ଆମେ ବୁଝିପାରୁ ଯେ ଏକ ବିରଳ ବୁଦ୍ଧିମତ୍ତା କିପରି ନୀରବରେ ତାର କାମ କରୁଛି, ସେତେବେଳେ ମନୋବିଜ୍ଞାନର ଏହି ଅଦୃଶ୍ୟ ଦୁନିଆ ଆହୁରି ଚମତ୍କାର ଲାଗିବାକୁ ଆରମ୍ଭ କରେ, ନୁହେଁ କି? ତେବେ ଏହି ପ୍ରଶ୍ନ ସହିତ ଆଜିର ଆଲୋଚନା ଆମେ ଏଇଠି ରଖିବା। ଭାବୁଛି ଏହା ନିଶ୍ଚିତ ଭାବେ ଆପଣଙ୍କ ପାଇଁ ଏକ ରୋଚକ ଅନୁଭବ ହୋଇଥିବ।